বহু অপেক্ষার অন্ত পরে ବହୁତ ପିଲା ମତେ କହିଛନ୍ତି ଭାଇ କୃଷି ବିଦ୍ୟାନିଧି କେବେ ଆସିବ? ବହୁତ ପିଲା ମତେ କମେଣ୍ଟ କଲେ ଭାଇ କୃଷି ବିଦ୍ୟାନିଧି ଆମେ ଆପ୍ଲାଏ କରିବାର ଅଛି, କୃଷି ବିଦ୍ୟାନିଧି ପର୍ଯ୍ୟନ୍ତ କାହିଁ ଷ୍ଟାର୍ଟ ହେଇନି। ତ ପିଲାମାନେ କୃଷି ବିଦ୍ୟାନିଧି ଅଲରେଡି 2 ଦିନ ହେଲାଣି ଆରମ୍ଭ ହୋଇଗଲାଣି। ତ କୃଷି ବିଦ୍ୟାନିଧି ଯୋଉ ଅଛି ଯାହାକି ଏଲିଜିବିଲିଟି କଣ ଅଛି, ତ ପିଲାମାନେ ଯଦି ଏଲିଜିବିଲିଟି ଆମେ ଦେଖିବା, ପ୍ରଥମ ଏଲିଜିବିଲିଟି ହଉଛନ୍ତି ଆପଣଙ୍କର ପ୍ୟାରେଣ୍ଟ ହୁଅନ୍ତୁ କିମ୍ବା ଗାର୍ଡିଆନ ହୁଅନ୍ତୁ, ଯେ କୌଣସି କାଳିଆ ଯୋଜନା ବା ସିଏମ କିଷାନ ପାଉଥିବା ଦରକାର। ଯଦି କାଳିଆ ଯୋଜନା ବା ସିଏମ କିଷାନ ପାଉଛନ୍ତି ଆପଣଙ୍କର ପ୍ୟାରେଣ୍ଟ ବା ଗାର୍ଡିଆନ, ତାହେଲେ ଆପଣ କୃଷି ବିଦ୍ୟାନିଧି ଆପ୍ଲାଏ କରିପାରିବେ। ତ ଆପଣ ମାନେ କହିବେ ବାପା ପାଉନାହାନ୍ତି, ଜେଜ ପାଉଛନ୍ତି। ଯଦି ଆପଣ ଯେତେବେଳେ କଲେଜରେ ଆପ୍ଲିକେସନ ଫର୍ମ ଦେଲେ ସେଠି ଗାର୍ଡିଆନଙ୍କ ଜାଗାରେ ଆପଣଙ୍କର ଜେଜେଙ୍କ ନାଁ ପକେଇଛନ୍ତି, ତେବେ ଯାଇକି ଆପଣ ଏଠି ଗାର୍ଡିଆନଙ୍କ ଜାଗାରେ ଜେଜେଙ୍କ ନାଁ ପକେଇବେ। ଗାର୍ଡିଆନଙ୍କର ଯୋଉ କାଳିଆ ଯୋଜନା ଅଛି ତାଙ୍କର ଆଇଡି କୁ ଦେଇକି ଆପଣ ମାନେ ଆପ୍ଲାଏ କରିପାରିବେ। ଯଦି ଆପଣ କଲେଜରେ ଗାର୍ଡିଆନଙ୍କ ଜାଗାରେ ଆପଣଙ୍କର ଜେଜ ହଉ ବା ଯିଏ ପାଉଛନ୍ତି ଆପଣଙ୍କ ଫ୍ୟାମିଲିରେ କାଳିଆ ଯୋଜନା ତାଙ୍କ ନାଁ ପକେଇ ନାହାନ୍ତି, ଅଦରୱାଇଜ ଆପଣଙ୍କ ବାପା ମା, ଯଦି ବାପା ମା ପାଉଛନ୍ତି ତାହେଲେ ପିଲାମାନେ ପାଇପାରିବେ, କୌଣସି ଅସୁବିଧା ନାହିଁ। ଯଦି ବାପା ମାଙ୍କ ବ୍ୟତୀତ ଅନ୍ୟ ଯିଏ କୌଣସି ବି ମେମ୍ବର ଫ୍ୟାମିଲିରେ ପାଉଛନ୍ତି ତାଙ୍କୁ ଆପଣ ଗାର୍ଡିଆନ ହିସାବରେ ପ୍ରଥମେ କଲେଜରେ ପକେଇବାକୁ ପଡିବ। ତାପରେ ଯାଇକି ଆପଣ ଏଠି ତାଙ୍କୁ ଗାର୍ଡିଆନ ହିସାବରେ ପକେଇକି ଆପଣ ଆପ୍ଲାଏ କରିପାରିବେ। ଯଦି ଆପଣ ତାଙ୍କୁ ସେଠି ଗାର୍ଡିଆନ ପକେଇ ନାହାନ୍ତି ତେବେ ମଧ୍ୟ ଆପଣ ସେଠି ଆପ୍ଲାଏ କରିପାରିବେ ନାହିଁ। ତାପରେ ଯଦି ଦେଖିବା ସ୍କଲାରशिପ ର ଏମାଉଣ୍ଟ କଣ ରହିବ, ତ ପିଲାମାନେ ସ୍କଲାରशिପ ରେ ଯାହା ବି ଆପଣ କୋର୍ସ ଫି ଦେବେ କଲେଜରେ ତାହା ହିଁ ଆପଣଙ୍କର ଯୋଉ ସ୍କଲାରशिପ ଏମାଉଣ୍ଟ ଆସିବ। ଯଦି ଆପଣ ହଷ୍ଟେଲ ରହୁଛନ୍ତି, ହଷ୍ଟେଲାଇଜ ହଉଛନ୍ତି, ତାହେଲେ ହଷ୍ଟେଲ ର ପଇସା ମଧ୍ୟ ଆପଣ ଯଦି ଆଡ କରିପାରିବେ ଆପଣଙ୍କର ହଷ୍ଟେଲ ପ୍ରୁଫ ଦେଇକି। ତାପରେ ପିଲାମାନେ ଟାର୍ଗେଟ କେତେ ରହୁଛି ବା କେତେ ପିଲା ଏଟା ପାଇପାରିବେ, ତ ସେମିତି କିଛି ପିଲାମାନେ କୌଣସି ଲିମିଟ ନାହିଁ କି ଏତିକି ପିଲା ପାଇବେ ଆଉ ପିଲା ପାଇବେନି। ଯଦି ଆପ୍ଲାଏ କରିଛନ୍ତି, ଆପଣ ଯିଏ ବି ଆପ୍ଲାଏ କରୁଛନ୍ତି, ଯଦି ଆପଣ ଏଲିଜିବଲ ଅଛନ୍ତି ତାହେଲେ ଆପଣ ଏଟା ପାଇପାରିବେ। ଆଉ ଗୋଟେ କଥା ପିଲାମାନେ ପରସେଣ୍ଟେଜ କିଛି ରଖିନି କି ଏତିକି ପରସେଣ୍ଟ ଯଦି ଆପଣ ମାର୍କ ରଖିଛନ୍ତି ତାହେଲେ ପାଇବେ, ଯଦି ଏତିକି ପରସେଣ୍ଟ ମାର୍କ ରଖିନାହାନ୍ତି ତାହେଲେ ପାଇବେନି। ଯେମିତି କି ଆମର ପୋଷ୍ଟ ମେଟ୍ରିକ ରେ ଅଛି, ଅଲଗା ସବୁ ସ୍କଲାରशिପ ରେ ଅଛି, ସେଇଭଳି ଭାବରେ ଏଥିରେ କୌଣସି ପରସେଣ୍ଟେଜ ନାହିଁ କି ଏତିକି ପରସେଣ୍ଟେଜ ଯଦି ଆପଣ ଅଧିକ ରଖୁଛନ୍ତି ତାହେଲେ ଆପଣ ଆପ୍ଲାଏ କରିପାରିବେ, ଯଦି ଏତିକି ପରସେଣ୍ଟ କମ ରଖିଛନ୍ତି ତାହେଲେ ଆପ୍ଲାଏ କରିପାରିବେ ନାହିଁ। ଆପଣ ଜଣେ ଚାଷୀର ପୁଅ, ଚାଷୀର ଝିଅ, ତେଣୁକରି ଆପଣଙ୍କ ପାଇଁ କୌଣସି ପରସେଣ୍ଟେଜ ରଖିନାହାନ୍ତି ଓଡିଶା ସରକାର। ତ ଆପଣ ଚାହିଁଲେ ଯେକୌଣସି ପରସେଣ୍ଟେଜରେ ମଧ୍ୟ କୃଷି ବିଦ୍ୟାନିଧି ଆପ୍ଲାଏ କରିପାରିବେ। ତ ପିଲାମାନେ ଯୋଉ କ୍ୟାଟାଗୋରୀ ରହିଛି, କୋଉ କୋଉ କ୍ୟାଟାଗୋରୀର ପିଲାମାନେ ଏଟା ଆପ୍ଲାଏ କରିପାରିବେ, ତ ମୁଁ ଆପଣଙ୍କୁ ଏଠି ଜଣାଇ ଦେବାକୁ ଚାହୁଁଛି କି ସବୁ କ୍ୟାଟାଗୋରୀର ପିଲା ମଧ୍ୟ ଏଟାକୁ ଆପ୍ଲାଏ କରିପାରିବେ। ଯଦି ଆପଣ ଏସସି ଏସଟି ହୁଅନ୍ତୁ, ଓବିସି ହୁଅନ୍ତୁ ବା ଆପଣ ଏସସିବିସି ହୁଅନ୍ତୁ, ଇବିସି ହୁଅନ୍ତୁ, ଜେନେରାଲ ହୁଅନ୍ତୁ, ସବୁ କ୍ୟାଟାଗୋରୀର ପିଲାମାନେ ଏଟାକୁ ଆପ୍ଲାଏ କରିପାରିବେ। କଣ କଣ ସବୁ କୋର୍ସ ରହିଛି ଯଦି ଆମେ ଦେଖିବା, ପ୍ରଥମେ ତ ଏଗ୍ରିକଲଚର ଅଛି, ଆଲର୍ଟ ସାଇନ୍ସ ଅଛି, ଆନିମାଲ ହଜବେଣ୍ଡାରୀ ଅଛି, ଆର୍କିଟେକ୍ଚର ଅଛି, ଆୟୁର୍ବେଦିକ ଯଦି ଆପଣ ପଢୁଛନ୍ତି ଅଛି, ବିଏସସି ଟେକ୍ନିକାଲ ଆଣ୍ଡ ପ୍ରଫେସନାଲ ବି ଅଛି, ତ ବିବିଏ ଯଦି କରୁଛନ୍ତି ବି ଅଛି, ବିସିଏ ବି କରୁଛନ୍ତି, ଡେଣ୍ଟାଲ ଆପଣ କରୁଛନ୍ତି, ଇଞ୍ଜିନିୟରିଂ କରୁଛନ୍ତି, ବିଟେକ୍ କରୁଛନ୍ତି, ଯଦି ଆପଣ ଫିସରୀ କରୁଛନ୍ତି, ଫରେଷ୍ଟ୍ରି କରୁଛନ୍ତି, ହୋମିଓପାଥି ବି ଯଦି କରୁଛନ୍ତି, ଯଦି ଆପଣ ଆଇଟିଆଇ କିମ୍ବା ଆଇଟିସି କରୁଛନ୍ତି ତାହେଲେ ମଧ୍ୟ ଆପଣ ପାଇପାରିବେ, କିମ୍ବା ଏମଟେକ୍, ଏମସିଏ, ଏମବିଏ, ମେଡିକାଲ ପିଲା ହୁଅନ୍ତୁ କିମ୍ବା ନର୍ସିଂ ହୁଅନ୍ତୁ, କିମ୍ବା ଆପଣ ଯଦି ପାରାମେଡିକାଲ ବି ପଢୁଛନ୍ତି, ପିଏଚଡି କରୁଛନ୍ତି, ଫାର୍ମାସି କିମ୍ବା ଫିଜିଓଥେରାପି କିମ୍ବା पॉलिटेक्निक डिप्लोमा କରୁଛନ୍ତି, ଯେକୌଣସି କୋର୍ସ କରୁଛନ୍ତି, ଏ ସବୁ କୋର୍ସ ଭିତରୁ ଯେକୌଣସି କୋର୍ସ କରୁଥିଲେ ମଧ୍ୟ ଆପଣ ମାନେ ପାଇପାରିବେ। ଜେନେରାଲ ପାଇପାରିବେ, ଇବିସି ପାଇପାରିବେ, ଏସଟି, ଏସସି, ଓବିସି, ଏସସିବିସି ସବୁ କ୍ୟାଟାଗୋରୀର ପିଲା ପାଇପାରିବେ। ତ ଡକୁମେଣ୍ଟ ଯଦି ଦେଖିବା, ଆମେ ଡକୁମେଣ୍ଟ କଣ କଣ ଦରକାର ହଉଥିଲା କୁହନ୍ତି, ଭାଇ ଡକୁମେଣ୍ଟ ଆମେ ରେଡି କରିନୁ, ଡକୁମେଣ୍ଟ କଣ କରିବୁ, କିଛି ଅସୁବିଧା ଏଥିରେ କିଛି ନାହିଁ ପିଲାମାନେ, ଆପଣ ମାନଙ୍କ ପାଇଁ ବେଶୀ ଡକୁମେଣ୍ଟ ଏଥିରେ ଆବଶ୍ୟକ ନାହିଁ। ପ୍ରଥମତଃ ହଉଛି ଆପଣ ମାନଙ୍କର ଆଧାର କାର୍ଡ ଗୋଟେ ଆବଶ୍ୟକ ଏବଂ ଆପଣ କାଷ୍ଟ ସାର୍ଟିଫିକେଟ ଆବଶ୍ୟକ। ମୁଁ ତ ପିଲାମାନଙ୍କୁ ରେକମେଣ୍ଡ କରିବି, ପିଲାମାନେ ତୁମେ ଯଦି ପାଠ ପଢୁଛ ଯେକୌଣସି ପାଇଁ ବି ବର୍ଷରେ ଥରୁଟିଏ କାଷ୍ଟ ସାର୍ଟିଫିକେଟ କାଢି ନିଅ, କାରଣ ସମସ୍ତେ କୁହନ୍ତି କାଷ୍ଟ ସାର୍ଟିଫିକେଟ ର ଭ୍ୟାଲିଡେସନ 3 ବର୍ଷ ଥାଏ ଏମିତି କୁହନ୍ତି, କିନ୍ତୁ ଯେତେବେଳେ ଆପ୍ଲାଏ ହୁଏ ପ୍ରୋବ୍ଲେମ ହୁଏ, ଆର ବର୍ଷ ସାର୍ଟିଫିକେଟ ଏ ବର୍ଷ କେମିତି ବହୁତ କଲେଜରେ ପ୍ରୋବ୍ଲେମ ହୁଏ। ତେଣୁକରି ମୁଁ କହିବି ବେଟର ହବ ଆପଣ ମାନେ ସବୁ ବର୍ଷରେ ଥରୁଟିଏ କାଷ୍ଟ ଇନକମ ରେସିଡେଣ୍ଟ ବାହାର କରି ନିଅନ୍ତୁ, ଯୋଉଟା କି ଆପଣଙ୍କର ବର୍ଷେ ପର୍ଯ୍ୟନ୍ତ କାମ ଦବ। ତ ଆଧାର କାର୍ଡ ଦରକାର ପିଲାମାନେ, କାଷ୍ଟ ସାର୍ଟିଫିକେଟ ଦରକାର, ରେସିଡେଣ୍ଟ ସାର୍ଟିଫିକେଟ ଦରକାର,
आउ कोन दर पासपोर्ट साइज फोटोग्राफ दरकार स्टूडेंट रो राशन कार्ड दरकार जदी आपण राशन कार्ड अछि तेबे दर आपण अप्लाई करि परिबि जदी राशन कार्ड नै एंट्री भी आपण काली योजना पाई परिबेनी जदी राशन कार्ड अछि आपण माने काली योजना पकई परिबे तो सेति भाई क्राइटेरिया रहछि राशन कार्ड भी दो पड़िबो आपण जो कालिया बेनिफिशियरी आईडी अछि बा जोटा सीएम किसान बेनिफिशियरी आईडी अछि सेटा को आपण दो पड़िबो जोटा कि आपण माने मते कांटेक्ट करले मध्ये मु आपणकर जार गार्डियन होंतु बा पेरेंट करो कालिया योजना आईडी आपण को दे परिबि मैट्रिकुलेशन सर्टिफिकेट दरकार आपण जे कोन से कोर्स करंतु किंतु आपण को तो लास्ट एग्जाम जोटा पास करचंदी तार मार्कशीट दरकार हेबो तथापि आपण को मैट्रिक जोटा पास करचंदी आपण मैट्रिक सर्टिफिकेट दरकार तो ताल जाय कि आपण माने एटा आपण कृषि विज्ञान दी अप्लाई करी पारिबे तो पिला माने जानिले तो डॉक्यूमेंट सब कोन कोन आवश्यक प्रथमे आधार कार्ड कास्ट सर्टिफिकेट रेसिडेंट सर्टिफिकेट पासपोर्ट साइज फोटोग्राफ राशन कार्ड कालियार बा जो सीएम किसान रो बेनिफिशियरी आईडी मैट्रिक सर्टिफिकेट एवं जो लास्ट एग्जाम आपण माने पास करचंदी बा लास्ट परीक्षा जोटा आपण माने पास करचंदी तार मार्कशीट आपण मान को आवश्यक कृषि विज्ञान निधि अप्लाई करिया पाई जदी हमें जनरल को देखिबा जनरल को सब ए जो सर्टिफिकेट बा सब डॉक्यूमेंट आवश्यक केवल गोटिए ताकि जोटा कि अछि कास्ट सर्टिफिकेट आवश्यक नै नले बाकी सब तक डॉक्यूमेंट आपण को मध्ये आवश्यक अछि जदी ईबीसी अछंदी आपण को मध्ये ताहाले अप्लाई करिया पे का सर्टिफिकेट आवश्यक नाही तले ये थिला हमर क्राइटेरिया एलिजिबिलिटी क्राइटेरिया एवं कोर्स रे कोन केते पैसा मिलबो मु आपण कहि देली जहा कि आपनकर कोर्स फी थिबो सब तो कहि आपण को मिल जिवो सेते कोनसी रहबन कि कमा आबो काकू जदी हॉस्टल ले भी रहउछन आपण हॉस्टल प्रूफ दे मध्ये हॉस्टल पैसा तारा पाई पारिबे तो पिला माने ये थिला कृषि विज्ञान नीति विषय रे ब्रीफ डिस्क्रिप्शन जदी आपण कोनोसी असुविधा होची तार मते कमेंट करंतु मु निश्चय आपण मानकर प्रॉब्लम सॉल्व करियो चेष्टा करिवि आपण मानक सेबारे ऑलवेज मु अछि चिंता करिवारे किछि नै आपण माने बस मो नंबर दिया जायछि से नंबर रे मते कॉल करि दियंतु इंस्टाग्राम रे भी मते मु शॉर्ट वीडियो पकोछि जदी आपणकर जॉब भी रिक्वायर अछि जॉब रो भी वीडियो इंस्टाग्राम में आसी जाउछि तो इंस्टाग्राम रे मते फॉलो कर दियंतु भाई YouTube रे जदी देखुछन YouTube रे ताले सब्सक्राइब कर दियंतु कारण YouTube जदी सब्सक्राइब करू नाहंती ताले आपन पाखरे वीडियो पहुंच परिबनी असुविधा हबो मु बहुत इंफॉर्मेटिव वीडियो जदी पाया पे चाहछंती एजुकेशन रिगार्डिंग हो जॉब रिगार्डिंग ताले सब्सक्राइब कर दियंतु इंस्टा जदी देखुछन इंस्टाग्राम रे फॉलो कर दियंतु आपन मान पाखरे लास्ट वीडियो जाई पहुंची जीवो धन्यवाद।